କିନ୍ତୁ ଦୁର୍ଭାଗ୍ୟବଶତଃ ବର୍ଷା ପ୍ରଚୁର ହେବାରେ ହେଇପାରିନାହିଁ। ତେଣୁ ସେ ଅଭିବଂଶ ହରିଚର ଜନ୍ମ ଆଜି ଆମର ପ୍ରଶଂସା ରହିଛି। ଆମର ପଣ୍ଡିତ କୌତୁରୀର ଚାରୁଚରଣ ମହାନା ମହୋଦୟ ଆମକୁ ସେ ହରିଚ ଜନ୍ମ ସେ କିଛି କହିଲେ। ତା ପୂର୍ବରୁ ଅଚିନ୍ତନ କିଛିଟା କହୁଛି। କହିବା ପୂର୍ବରୁ ଟିକେ ପରମ କାମ ଭଗବାନଙ୍କର ନାମ ସଂକୀର୍ତ୍ତନ କରି ଗୋଟିଏ ପଦ ଆମେ ଦିଗନ୍ତ ପଛକୁ ଆଗେଇଥିବା। ଆମର ଯେଉଁ କର୍ମକର୍ତ୍ତା ମହୋଦୟ ଗ୍ରାମର ଦେଶର କର୍ମକର୍ତ୍ତା ମହୋଦୟଙ୍କର ଶ୍ରୋତା ମଣ୍ଡଳୀଙ୍କର ଆଦ୍ୟାଶକ୍ତି ସହିତ ମାତୃମଣ୍ଡଳୀ ମାଙ୍କର ମଧ୍ୟ ସମସ୍ତଙ୍କର ଛୋଟ ଛୋଟ ପିଲାମାନଙ୍କର मंगल कामना करतु से भगवान कृष्ण कन्हैया लाल रामदेव सभा हरि बोलो। जगन्नाथ के वंदना बलभद्र के वंदना जगन्नाथ के वंदना बलभद्र के वंदना सुभद्रा माया के बार बार वंदना सुभद्रा माया के बार बार वंदना जगन्नाथ के वंदना बलभद्र के वंदना सुभद्रा माया के बार बार वंदना श्री कृष्ण के वंदना बलराम के वंदना सुभद्रा माया के बार बार वंदना जय जगन्नाथ। आज द्वापर जुगर जिते कंसर राजत्व यही अन्याय अत्याचार है समस्त देव दानव मानव चार समस्त को बहुत सुख देवाई देवता मान सब चिंता करे कंस केमती विनाश हम ये चिंता करने द्वारा परमात्मा भगवान की क्षेत्र जन्मे जड़े परमात्मा कहले मु निश्चित भाव देवता मान दुख विनाश करी कि गोटे कथा कर ना कल्पना रही मनुष्य कर कोई जन्म है पुत्र है तीन थर मो अर्थधाम जन्म है सत्य जुगे कृष्ण बल्लभ ना भगवती भगवती करे हरिहरवा कृष्ण जगन्नाथ बलभद्र नरसिंह एवं शेषदेव ही मूल दायी को विनाश कले राम लक्ष्मण है रावण को विनाश करे और द्वापर जुगे कृष्ण और बलराम है निश्चित भाव प्रमाण कर दुख गाले विनाश करूँ ऐसे तो समझना नहीं ना कहते ना देवकी माँ का घर में देवकी और वसुदेव से होता मनुष्य से सत्य थे कृष्ण बल्लभ भगवती कृष्ण बल्लभ राजा रानी भगवती जेतागे दशरथ राजा ना कौशल्या एक द्वापर जुगे देवकी और वसुदेव जन्म विनाश करी ये कथा कही तेरे कंसर अत्याचार देवता मान सहयोग करना कही सब समाज बसैले कौन कर कंसर अत्याचार तो सहयोग करनी केमी कंस मर ये चिंताधारा रही घटांतिक रही कथा देवराज इंद्र विचार करा जिते जन्म जिते जीवा जगत सृष्टि करा विधाता मानव देह दीप ज्ञान देखी दोष भगवान गोविंद 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 अरुआ रुचिम करण इंद्र देवता चिंता करे कि मानव जन्म जिते दुर्लभ जन्म अरे मानव जन्म लीला खेला करी तेणु तपस्या करे तपस्या भगवान कहे कौन तुम्हें चाहूँ ना प्रभु मो एक बार भारी इच्छा होती मानव जन्म यही लीला कर ठीक अच्छे तुम मन जब चाहिए तुम्हें मानव जन्म हम तुम ना हम तुम सुलभ देवता तुम ना हम सुलसेन आउ जो राज्य तुम्हें जन्म हो मानव तुम्हें से ना हम मथुरा कर
ମଥୁରା ସେ ରାଜ୍ୟର ନାମ ହେବ ମଥୁରା। ତା ପୂର୍ବରୁ ମଧ୍ୟ ସତ୍ୟବନ ସେ ରାଜ୍ୟରେ ବହୁତ କଥା ଅଛି। ସିଏ ବୁଝିପାରି ଯାହା ମଥୁରା କଟକ ରାଜା ହେବ ତମ ସୁଦର୍ଶନ। ସୁଦର୍ଶନ ଏଇ ଜନ୍ମ ହେଇଥିଲେ ନିଜେ କେବଳ ରାଜେନ୍ଦ୍ର ତାଙ୍କର ଯୋଡ଼ିଏ ପୁଅ ହେଇଥିଲେ କିଏ ଉଗ୍ରସେନ ଏବଂ ଉଗ୍ରସେନ ଆଉ ତାଙ୍କର ଭାଇ ଉଗ୍ରସେନଙ୍କ ଭାଇ ହେଉଛନ୍ତି ଦେବକ। ଦେବକ ଆଉ ଉଗ୍ରସେନ ଦି ଭାଇ। ଉଗ୍ରସେନଙ୍କର ପତ୍ନୀଙ୍କ ନାମ ହେଉଛି ଉର୍ମିଳା। ଦେବତାମାନେ ଯେତେବେଳେ ଚିନ୍ତା କଲେ ଏଇ ଉର୍ମିଳା ଦିନେ କ'ଣ କରିଛି ନା ସ୍ନାନ କରିବାକୁ ଯାଇଛନ୍ତି। ଯିବା ଭିତରେ ଉର୍ମିଳାଙ୍କ ରୂପରେ ରାକ୍ଷସ ଜୁମିଳା ନାମକ ତାର ରାକ୍ଷସ ଦେଖିଦେଲା। ଆକର୍ଷଣୀରେ ଅଚିରେ ଯଥା କାନ୍ତ ମାଇ ଲହ କୁଚୁମ୍ବାଟ ତାନାଇ ଜମାନ୍ତ କେମତାଣି ଆକର୍ଷଣ ଶକ୍ତି ଆସିଗଲା। ତାର ମନ ହବାରୁ ସେ କୌକଳା ମାୟାବୀ ରାକ୍ଷସ ଉଗ୍ରସେନ ରୂପ ଧାରଣ କରି ଯେତେବେଳେ ଯାଇଛି ତାଙ୍କ ସହିତ ରମଣ ହେଇଗଲା ପରେ ସେ ଜାଣିଲା ଏ ରାକ୍ଷସ ଆଉ କାହାକୁ ଭାଇ ଗୁପ୍ତ କଥା କହିବ। ତାରି ଔରସ ଜନ୍ମ ହେଲା କଂସ। ତାର ସାନ ଭାଇ ନା ହେଉଛି ଦେବକ। କଂସ ଆଉ ଦେବକ ମାନେ ଦି ପୁଅ ହେଲେ ଚାର ଜଣ। ଯେତେବେଳେ କଂସ ଯୋଉ ରାକ୍ଷସ ତ ରାକ୍ଷସ ପ୍ରକୃତିରେ ଯିଏ ଯାହାର ଯୋଉ ପ୍ରକୃତି ମରେ ଛାଡ଼େ। ତେଣୁ ରାକ୍ଷସ ପ୍ରକୃତିରେ ସମସ୍ତଙ୍କୁ ଦୁଃଖ ଦେଲା ପରେ ଦେବତାମାନେ ଚିନ୍ତା କଲେ କ'ଣ କରାଯିବ କେମିତି ମରିବ। ନା କେମିତି ମରିବ ନା ଯଦି ମରିବ ଭଗବାନ କହିଛନ୍ତି ଯେ ଦେବତୀଙ୍କ ଅଷ୍ଟମ ଗର୍ଭରେ ମୁଁ ଜନ୍ମ ହେବି ତାକୁ ବିନାଶ କରିବି। ଏ କଥା ଦେବତୀ ନାରଦ ଜାଣିଲେ। ଶୁଣିଲେ ଯେତେବେଳେ ତାର ଘଟାଟି ଘଟୁଛି କ'ଣ ତାଙ୍କର ଯେଉଁ ଦେବକଙ୍କର ତାଙ୍କର ଯେଉଁ କାକାଙ୍କର କନ୍ୟା ହେଉଛି ଦେବତୀ। କିନ୍ତୁ ଦେବତୀ ହେଉଛି କଂସରୁ ବଡ଼। ତେଣୁ ଉଗ୍ରସେନ ଯିଏ କହିଲା ହେ କଂସ ତୁ ଏତେ ରାଜ୍ୟ ବୁଲୁଛୁ ଅବଶ୍ୟ ତୋ ଭଉଣୀର ବିବାହ କରିପାରୁ ନା। ତେଣୁ ଶାସ କ'ଣ କହିଛି ଆଉ ଯୁବା କନ୍ୟାଚାରରେ ରହେ ଅଭିବାହୀ ଶପଥ ପୁରୁଷ ତାର ନରକେ ପରଏ ସେ ରାମ ଜୟ ରାମ ଜୟ ଜୟ ରାମ ମାନ୍ୟବ ମୋରକେ ଜୟ ହନୁମାନ। ତେଣୁ ଏ ଯେଉଁ ତୋ ମାନେ ଭଉଣୀ କିନ୍ତୁ ମାନେ ଗୋଟେ ବଡ଼ ପାତ୍ର ମିଳୁନି ପଞ୍ଚକଳା ମୁଁ ତ ଚାରିଆଡ଼େ ବୁଲୁଛି ଅବଶ୍ୟ କିନ୍ତୁ ମୋ ଭଉଣୀ ଭଳିଆ ଉପଯୁକ୍ତ ପାତ୍ରଟା ପାଇନି ପର୍ଯ୍ୟନ୍ତ। ତେଣୁ ଆଶ୍ଚର୍ଯ୍ୟ କଥା ମୁଁ ପାତ୍ର ନାହିଁ କେମିତି ଆଉ ତୁ ଯାହା ଯେକୌଣସି ପ୍ରକାରରେ ତୋ ଭଉଣୀରେ ଗୋଟେ ବଡ଼ ପାତ୍ର ଠିକ୍ କର। କଂସ ଯାଉଛି ଆଜ୍ଞା ବିଜୟ କରିବାକୁ ଏଇ ସମୟରେ ବସୁଦେବ ଆଉଛନ୍ତି। ଆଜ୍ଞା ସେତେବେଳେ ତାଙ୍କର 12ଟା ପତ୍ନୀ ହେଇଗଲେଣି। ପ୍ରଥମ ପତ୍ନୀ ହେଉଛି କିଏ ରୋହିଣୀ। ତାପରେ ମଝିରେ ଚାରି 12 ପତ୍ନୀ 12 ନମ୍ବର ପତ୍ନୀ ହେଇଗଲାଣି। ସେଠି କଂସ ଯେତେ ଦେଖିଲା ବସୁଦେବକୁ ସେ ଦେଖିବା ବହୁତ ସୁନ୍ଦର ବସୁଦେବ। ଏଠି ବସୁଦେବଙ୍କର ସେ 10 ଭାଇ ଭିତରେ ଆଜ୍ଞା ବସୁଦେବ ହେଉଛି ବଡ଼। ତାର ପୂର୍ବ ନାମ ଥିଲା ଆନନ୍ଦ ସୁନ୍ଦରୀ। ଯେତେ ଜନ୍ମ ହେଲା ବସୁଦେବ ସୁଦେବଙ୍କର ପୁଅ ହେଉଛି ବସୁଦେବ। ସୁଦେବଙ୍କର ଯେଉଁ ପ୍ରଥମ ପୁତ୍ର ହେଉଛି ବସୁଦେବ। ତାପରେ ଆଉ 9ଟି ପୁଅ ସେ 10 ଭାଇ ରହୁଛନ୍ତି। କୃଷ୍ଣଙ୍କର 10ଟା କଥା କହିବା ସେ କଥା ପରବର୍ତ୍ତୀ ସମୟରେ ଯେତେବେଳେ ଇଏ ଜନ୍ମ ହେଲେ ଦେବତାମାନେ ଆନନ୍ଦରେ ସବୁ ସୁନ୍ଦରୀ ବାକ୍ୟ ବଜେଇଲେ। ଯେତେବେଳେ ବଜେଇଲା ଭିତରେ ଜନ୍ମ ହେବା ତା ନାଁ ହେଲା ଆନନ୍ଦ ସୁନ୍ଦରୀ। ପରବର୍ତ୍ତୀ ସମୟରେ ନାଁ ହେଉଛି ବସୁଦେବ। ଯାହା ହେଉଛି ତାର ନାଁ ଆନନ୍ଦ ସୁନ୍ଦରୀ। ସିଏ ହେଉଛି ବସୁଦେବ। ଯାଉଛନ୍ତି ସେଠି କଷ୍ଟକଳା ଗୋଟେ କଥା ନା କ'ଣ ନା ମୋର ଯେଉଁ ଭଉଣୀ ଦେବତୀ ତା ସହିତ ତମ ସହିତ ମୁଁ ବଗିଚା ପାଇଁ ଶତ୍ରୁତା କରିବାକୁ ରହିନି ଆଉ ମୋ ଭଉଣୀ ଦେବତୀ କ'ଣ ବିବାହ କର। ନା ମୁଁ ତ 12ଟା ବାହା ହେବିନି। ନା 12ଟା ବାହା ହେଲେ ସୁଦ୍ଧା ମୋ ଭଉଣୀ ଦେବତୀ ବାହାବାକୁ ତମେ ବାଧ୍ୟ। କାରଣ ବାପା ଉଦ୍ଦେଶ୍ୟ କରି ଆଜି ବାହାର କରୁଛି ନା ନିଶ୍ଚିତ ଭାବରେ ମୋ ସବୁ ଯାଇଛି ବାହାଘର ପାଇଁ। ଆଉ ବସୁଦେବକୁ ଯଦି ରାଜରା ମୁଣ୍ଡ ଘାଟ ହେବ ଦହିକି ରାଜି ହେଇଗଲା ଠିକ୍ ଅଛି ବିବାହ ବାହାଘର ଆୟୋଜନ ହେଇଗଲା। ବିବାହର ଆୟୋଜନ ହେଇଯାଇଛି ତାପରେ କହିଲେ ଚାଲ ଯୌତୁକ ଦେଇକି କହିଲେ କଂସ କହିଲା ମୋର ଭଉଣୀ ବାହା ହେଉଛି ଭଉଣୀର ବାହାଘର ଭାଇର କେତେ ମନ ଆନନ୍ଦ କହିଲା ମୁଁ ନିଜେ ରଥର ସାର ଦେଇକିରି ରଥ ତଳେଇକିରି ମୋ ଭଉଣୀ ଭେଣିକିରି ତାଙ୍କ ଘରେ ଛାଡ଼ିବି। ଯେତେବେଳେ ଯାଇଛି ସେତିକିବେଳେ ଦେବପୁତ ମାୟା ହେଇଛି ଶୂନ୍ୟବାଣୀ ହେଲା କହିଲେ ହରେ କଂସ ଯେଉଁ ଆନନ୍ଦରେ ତୁ ଯାଉଛୁ ଯେଉଁ ଭଉଣୀ ଭେଣିକି ନେଇକି ତୁ କିନ୍ତୁ ଜାଣିନୁ ତାରି ଅଷ୍ଟମ ବେଳେ ଯେଉଁ ପୁଅ ଜନ୍ମ ହେବ ସେ ପୁଅ ହାତରେ ତୋର ମୃତ୍ୟୁ ହେବ।
ବାରମ୍ବାର ଏ ଶବ୍ଦ ହେଲା ଶୂନ୍ୟବାଣୀ। ସେତିବେଳେ ବଂଶ ବିଚାର ପିଲା ବି ଏତେ ବଡ଼ ଆଲିଙ୍ଗରେ ଯାଉଛି, ପୁଣି ମୋରି ଭଉଣୀ ହୁଅନ୍ତୁ, ମୋରି ଭଣଜା ହାତରେ ମୁଁ ମରିକି ଅଷ୍ଟମ କରିବେ। କଥା କହିକି ବେଳ ଥାଉ ଥାଉ ବେଳ ଥାଉ ବନ୍ଧ ବାନ୍ଧରେ କୁମର ପୁରୀର ଭୂଷର ବର ବନବାନୀ ଗଲେ ତୋରେ ବୁଡ଼ିବ ବିନୟ ନାର ଥାରରେ କୁମର ବିନ୍ଦରେ ନାର ଥାର ବେଳ ଥାଉ ଯଦି ମୂଳୁମା ଇଲେ ଯିବ ଧରି ଦେବଙ୍କ ସଙ୍ଗେ ଚିନ୍ତା କରେ ଗୋବିନ୍ଦ 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 ଅଦୁଗ ରୁଚିମା କରନ୍ଦ। ମୂଳୁ ମାଇଲେ ଯିବ ଧରି ଦେବଙ୍କ ସଙ୍ଗେ ଚିନ୍ତା କରି ମୋ ଭଉଣୀ ଦେବତୀ ଯଦି ମରିଯାଏ ତେବେ ଆଉ ତାର ପୁଅ ଜନ୍ମ ହବ ମାନେ ଦେବତୀ ମାରିବ। ତେଣୁ ଆପେ ମଲେ ଦିଗ ବୁଟ ଫଳ ପାଇଁ କାନ୍ଦୁଥା। এই কথা মধ্যে আমার শাস্ত্রটায় বিজে বঞ্চিত নিজের না হলো সে দেবতীয় ছুটি রইলা কৃষ্ণ খন্ড রইলা কইলা হিঁড়ে দিয়ে একটা আছে বসিদেব কইলা হে কংস এমনি তোমার অন্যায় কথা যে তুই জানিনু ଆଉ ଗର୍ଭିଣୀ ନାରୀ ଶିଶୁ ବଧ ଗୋବିନ୍ଦ ପାପଙ୍କ ମଧ୍ୟ ପରମାଦ ଗୋବିନ୍ଦ ଯେତିନି କର୍ମ ଯେ କରଇ ଗୋବିନ୍ଦ ସେ ମରଇ ଗୋବିନ୍ଦ। ଗର୍ଭିଣୀ ନାରୀ ଶିଶୁ ବଧ ନାରୀ ଗର୍ଭିଣୀ ନାରୀ ଆଉ ଶିଶୁ ବଧ ଏ ତିନୋଟି କର୍ମ ଯିଏ କରିବ ସେ ଆୟୁଷ ଥାଉ ଥାଉ ମରିଯିବ। ତେଣୁ ଏ କର୍ମ କାହିଁକି କରୁଛି ଜାଣି ଆମେ କାହିଁକି ମାନେ ଗୋଟେ ନାରୀ ହତ୍ୟା କରୁଛୁ ତାହେଲେ ମୁଁ ତ ମରିଯିବି ନା ମୁଁ ତ ମରିଯିବି ନା ଆପେ ମାନେ ଯୁଗ ଗୋଟେ ପର ପାଇଁ କାନ୍ଦୁଥା ମୁଁ ତ ମରିବି ଆଉ କହୁଛୁ ମୁଁ କରିପାରିବି ନା ଠିକ୍ ଅଛି ଗୋଟେ କଥା କହୁଛି ନାହିଁ ତୁ ମହିଳାକୁ କହୁଛି ନାହିଁ କହୁଛୁ ମୁଁ କଥା ଦଉଛି ସତ ସତ 3 ବାର ସତ କରି କହୁଛେ ଏଇ ଅଷ୍ଟମ ପୁଅ ତ ତତେ ମାରିବ ଗୋଟିଏ ପୁଅ ସେ ଅଷ୍ଟମ ଗର୍ଭ ପୁଅ କ'ଣ ମାନେ ଦେବତୀର ଯେତେ ପୁଅ ହବ ମୁଁ ସବୁ ଜାଗା ତତେ ମୋତେ ଦେବି କିନ୍ତୁ ମୂଳଟା ବଞ୍ଚି ହଉ ତୁ ଏ ନାରୀଟା ତୋର ଦେବତା ଯେତେ କଥା କହିଲେ 12 ମନ୍ଦିର ବସିଛି ତମେ ଠିକ୍ ଅଛି ତେବେ ଆଉ ତମ ଘରକୁ ଯିବା କଥା ନାହିଁ ମୋ ରାଜ୍ୟକୁ ଚାଲ ଏ ମସଲା କଟିଲେ ରଖିଲା ମସଲା କଟିଲେ ଯେତେ ରଖିଯାଇଛି କିଛି ଦିନ ପରେ ଆଜ୍ଞା ଦେବତୀ ନାରାୟଣଙ୍କର ଗୋଟେ ପୁଅ ହେଲା ପୁତ୍ର ଯେତେବେଳେ ହେଲା ସେ ପୁତ୍ରଟି ଯେତେବେଳେ ହେଲା ଦେବତୀକି ବସୁଦେବ କହିଲା ମୁଁ ସତ୍ୟ କହିଛି ସତ୍ୟ ଛାଡ଼ ବାତାମୟୀ ପଦେ ବାକି ସଜନରା ସେ ହାରିছে ମୁଁ କଂସ ପାଖରେ ସତ୍ୟ କହିଛି ଯେତେ ପୁଅ ହେବ ଦେଇଦେବି। ଦେବତୀ କାନ୍ଦିଲା ଦେଖିଲା ଖୁବ୍ ସୁନ୍ଦର ଡଲ ପିଲାଟି ହେଇଛି କହିଲା କେମିତି କୌଣସି ମା କେବେ ତା ପିଲାକୁ ଛାଡ଼ିଦିଏ ନା କାନ୍ଦିଲା କହିଲା ନାଇଁ ନାଇଁ କାନ୍ଦିଲେ କ'ଣ ହେବ ସତ୍ୟ ତ କହିଛି ଆଉ ତ ଆଗରୁ ପଥ ଉଡ଼ି ଯାଇଛି ଆଉ କାନ୍ଦିଲେ କ'ଣ ହେବ ପୁତ୍ର ଟିକେ ଦେଇ ଚାଲିଯାଇଛି କଂସ କତିକି କଂସ ରାଜ ଦରବାରରେ ବହିଛି ପାତ୍ରମନ୍ତ୍ରୀମାନେ ବହିଛନ୍ତି ତାହେଲେ ପୁଅକୁ ଦେଲା ପୁଅଟି ଯେତେବେଳେ ଦେଇଦେଲା ପିଲାଟି ବସିଲା ସତ୍ୟ କରିଛ ପୁଅକୁ ଦେବ ବୋଲି ଯେତେବେଳେ ପୁଅଟି ଆଣି ବସ ତମ ଗର୍ଭ ହେଉଛି ମୋର ଶତ୍ରୁ ନା ବର୍ତ୍ତମାନ ଗର୍ଭ ପୁତ୍ର ମୋର ଶତ୍ରୁ ଏଇଟା ମୋର ଭଣଜା ସୁନ୍ଦର ଡୋର ତାହେଲେ ପୁଅଟା ହେଇଛି କଂସ ବିଚାର ନାନା ବସିଲା ତମେ ସତ୍ୟ ରଖିଲା ଇଏ ତମ ଶତ୍ରୁ ନୁହେଁ ନା ମୁଁ ଜାଣିନି ସେ ମୋ ଭଣଜା ଠାରୁ ମାରିଲି ଇଚ୍ଛା ଫେରିଦେଲା ବସିବା ଖୁବ୍ ଆନନ୍ଦ ମାନେ ଆସିକି ଦେବତୀକୁ ଯେତେବେଳେ ଦେଖି ଦେବତୀକି ଭାଇ କିଛି ହେଇଯାଇଛି ଦେବତୀ ନାରଦ ଆରେ କରି କରିବାକୁ ସଦା ନାରଦ ହରିଲୋଲୁ ଥାଏ ପୁରା ରବିନ୍ଦ କରିଲୋଲୁ ଥାଏ ଚୁଗୁଲି ପାଟି ଚାଲୋଲୁ ଥାଏ ସଦା ଲମ୍ପଟେ ଚାରିଲୋଲୁ ଥାଏ ବେଲ ଯେ ଚାରିଲୋଲୁ ଥାଏ ବେଲ ଯେ ଚୁଡ଼ିଲୋଲୁ ଥାନ୍ତିବା ସମୂହ ମାରିଲୋଲୁ ଥାଏ ଫୁଲ ଯେ ମାରିଲୋଲୁ ଥାଏ ଫୁଲ ଯେ ଦେବତୀ ନାଟକରେ ହେଲେ କଂସ ଆସି ପହଞ୍ଚିଗଲେ କଂସ ପ୍ରଣାମ କଲା କେତେ କାର୍ଯ୍ୟ ଦେବତୀ ନା ତୋରି ମଙ୍ଗଳ ପାଇଁ ତୁ କ'ଣ କଲୁ ଆରେ ମରଣ ଜାଣି ଜାଣି ମରଣ ମୋ ପୁତ୍ର ପୁଣି ଆଉ ଠେଲି ଦେଉଛୁ ଆରେ ସେ ନମ୍ବର ପୁଅ କାହିଁ ତ ନ ମାରିବ ବର୍ତ୍ତମାନ ଗର୍ଭ ସିନା କୁହାହେଇଛି ଏ 1 ନମ୍ବର ପୁଅ ତୋରି ଭଉଣୀ ଗର୍ଭ ପୁଅ ହବ ପୁତ୍ର ମାରିବ ପୁତ୍ର 1 ନମ୍ବର ପୁତ୍ର କାହିଁ ମାରିବ ଠିକ୍ କଥା ତ ସାଙ୍ଗେ ସାଙ୍ଗେ କଂସ ଯାଇ 1 ନମ୍ବର ପୁଅକୁ ମାରିଲା ଏଇଭଳି ଭାବରେ
ଦେବକୀର ବର୍ଷକୁ ଥରେ ଲେଖା ଗୋଟିଏ ଗୋଟିଏ କିରି 6ଟି ପୁଅ ବିନାଶ ହେଇଗଲା। ଯେଉଁଦିନ 6ଟି ପୁଅ ବିନାଶ ହେଇଯାଇଛନ୍ତି ଦେବକୀ ବହୁତ ମନୋଯୋଗ କରିଛନ୍ତି। ତାପରେ ଭଗବାନଙ୍କୁ ଚିନ୍ତନ କଲେ କେତେ ଠାକୁର ଡାକିଛନ୍ତି ହେ ଜଗନ୍ନାଥ ଜଗନ୍ନାଥ ହେ ଅନାଥ ହେ ଦୀନବନ୍ଧୁ ଆଉ କେତେ 6ଟା ଗର୍ବ କଥା କହିଲେ ଆଉ ସହଜ କହିବାର ଶକ୍ତି ନାହିଁ ପ୍ରଭୁ। ତ୍ରିବଳର ତୁମେ ବଳ ନିର୍ଶରୀର ତୁମେ ଧନ ସମ୍ବଳ ମହାପ୍ରଭୁ ହେ ଆକ୍ରିୟାତକୁ ସମ୍ଭାଳ ମହାପ୍ରଭୁ ହେ। ये जो विपद पड़ी जाती है ठाकुरे ये करुणा सागर हे विष्णु चिंतामणि तोरिना नाही मोरते तोरिना काही मो नेत्र संपर्के महाप्रभु हे बजुवती दिवाराते महाप्रभु हे। तापर परमात्मा भगवान चिंता करे नहीं देवक्य कष्ट दुःख बहुत ହେଇଗଲାଣି ଯାଉ ଭରି ଘର ତ ଆମେ ଏକ ଆତ୍ମା ନା ଯୁଗେ ଯୁଗେ ଆମେ ଯାଉଛୁ ସାଙ୍ଗ ହୋଇ ଶଙ୍କର ଭଗବାନଙ୍କ କତିକି ଗଲେ କହିଲେ ଶଙ୍କର ତମେ ଗୋଟେ କାମ କର ତମେ ଦେବକୀ ମାଆଙ୍କ ଗର୍ଭରେ ରୁହ ଏ ଯେଉଁ ସପ୍ତମ ଗର୍ଭରେ ତମେ ରହିଯିବ ଅଷ୍ଟମ ଗର୍ଭକୁ ମୁଁ ଯିବି ଆଉ ଇଲା ଖାଟାଇ ପଶୁ ନିଶ୍ଚିତ ବିନାଶ କରିବା ଏ ଦେବଦେବ ମହାଦେବ କହିଲେ ମାତା ପିତା ଗୁରୁ ପ୍ରଭୁ ଏମାନଙ୍କ ବାଣୀ ଭଲ ମନ୍ଦ ନ ବିଚାରି ପାଳକତ ଛଡ଼ି ମା ବାପା ଗୁରୁ ଦେବତା ଏମାନେ ସବାଇ ଭଲ ମନ୍ଦ ବିଚାର କରିବେନି କିଏ କେବଳ ଭଲ ହବ କିଏ କେବଳ ମନ୍ଦ ହବ ଏ ବିଚାର କରିବା କଥା କିଛି ନାହିଁ ମଙ୍ଗଳ ନିଶ୍ଚୟ ଗୁରୁଜନ ମାନଙ୍କର କଥା ମାନିଲେ ମଙ୍ଗଳ ନିଶ୍ଚିତ ସେ ଠିକ୍ ଅଛି ଯେତେବେଳେ ପ୍ରଭୁ କହୁଛ ନିଶ୍ଚିତ ଯିବେ ସିଏ ତ ଆଉ ଜାଣିନାହାନ୍ତି ଏ ଗର୍ଭର କଥା ଦେବକୀ ମାଆଙ୍କ ଗର୍ଭରେ ରହିଲେ ସପ୍ତମ ଗର୍ଭରେ କେତେ ରହିଯାଇଛନ୍ତି ଆଜ୍ଞା ମାସେ ଖଣ୍ଡେ ରହିଗଲା ପରେ ତାକୁ ବଞ୍ଚେଇ ଭାଙ୍ଗ ସବୁ ବନ୍ଦ ହେଇଗଲା କହିଲେ କି ଅସୁବିଧାର ମତେ ଗୋଟା ପକେଇଲେ ମୋ କୈଳାସ ଖଣ୍ଡ କୁଆଡ଼େ ଗଲା ମୋ ସବୁ କୁଆଡ଼େ ଗଲା ଭର୍ତ୍ତା ଗୋଟେ ଗର୍ଭରେ ପକେଇଛି ଆଉ ରହିବନି ସତରେ ଏ ଭଳି ଭାବରେ ଆଉ 15 ଦିନ ମାରି ପକେଇକି ରହିଗଲେ 1.5 ମାସ ହେଇଛି ଦେବକୀ ଯାଇଛି ସ୍ନାନ କରିବାକୁ ଯମୁନା ତଟକୁ ଯେତେବେଳେ ଚାଲି ଯାଇଛି ଯମୁନା ତଟକୁ ଯିବା ଭିତରେ ସେଇଠି କ'ଣ ହେଇଛି ଦେବକୀ ଆଉ ସହ୍ୟ କରିପାରିନି ଏତେ ଜୋର ଗର୍ଭଯନ୍ତ୍ରା ହେଲା ଏତେ ଗର୍ଭ ଗଲାଣି କିନ୍ତୁ କୌଣସି ଗର୍ଭଯନ୍ତ୍ରା ହେଉନି ଏ ଗର୍ଭ ଖାଇ ଏତେ ଭାରି ହେଉଛି ଶେଷରେ ସେ ଗର୍ଭକୁ କ'ଣ କଲା ନା ବିଚାରିତ କରିଦେଲା ମାନେ ତା ଗର୍ଭରୁ ଖସି ପଡ଼ିଲା ସେ ଏବେ ଗଳି ପଡ଼ିଲା 1.5 ବର୍ଷ ପିଲାର ବଂଶ ପ୍ରଥମ ମାସେ ଯଦି ହେବି ଦ୍ୱିତୀୟ ମାସେ ଜଳେ ଦେଶରେ ମିନ ଜଳେ ମିନରେ ଖେଳିଲା ଭଳିଆ ମିନର ଅବତାର ଭଳିଆ ହେଇଛି ଛୋଟିଆ ମିନ ରୂପ ଏଠି ଦେବତା ବିଚାର କଲେ କ'ଣ କରାଯିବ ଏଠି ଯମୁନା ଜଳେ ପଡ଼ିଛି ଯମୁନା ବିଚାର କରୁଛି କ'ଣ କରୁଛି ସିଏ ଆଣିଷ ଚିତ୍କାର କରୁଛି ତାପରେ ଯୋଗମାୟାକୁ ଦେବର୍ଷି ନାରଦ କହିଲେ ହେ ଯୋଗମାୟା ଯେତେ ଶୀଘ୍ର ପାରୁଛ ରୋହିଣୀ ଗର୍ଭରେ ଦେହକୁ ଛାଡ଼ିବ ମାନେ ବସୁଦେବଙ୍କ ପ୍ରଥମ ସ୍ତ୍ରୀ ଶେଷ ସ୍ତ୍ରୀ ଆଦ୍ୟ ଆଉ ପ୍ରାନ୍ତ ଆଉ ମଝି 11 ଜଣ ପରେ ଯାଆନ୍ତୁ ଏ 13 କନ୍ୟା ଭିତରେ 1 ଆଉ ସେ 13 1 × 13 12 ହାତ ଲୁଗା ଦେଇଯିବ 13 ହାତ କହିଛନ୍ତି ଆଜ୍ଞା ଆମର କଥା ରହିନି ଅନାମିକା ନାମେ ଜାମାଟିଏ ଥିଲା କୁମାର ରହିଲେ 3ଟେ ଯୋଡ଼ିଏ କୁମାର ଅଣାଅଣି କରେ ଗୋଟିଏ ଗଢ଼ିଲା ନାହିଁଟେ ଯେଉଁ କୁମାରଟି ଗଢ଼ିଲା ନାହିଁ ମୋ ଆଟିକା ଗଢ଼ିଲା 3ଟେ ଯୋଡ଼ିଏ ଆଟିକା ଫଟାଫଟି ହେଲା ଗୋଟିଏ ଫାଟିଲା ନାହିଁଟେ ଯେଉଁ ଆଟିକାଟି ଫାଟିଲା ନାହିଁ ମୋ ଚାଉଳ ପଡ଼ିଲା 3ଟେ ଯୋଡ଼ିଏ ଚାଉଳ ଫୁଟା ଫୁଟି ହେଲା ଗୋଟିଏ ଫୁଟିଲା ନାହିଁଟେ ଯେଉଁ ଚାଉଳଟି ଫୁଟିଲା ନାହିଁ ଗୋ କୁଣିଆ ପଡ଼ିଲେ 3ଟେ ଯୋଡ଼ିଏ କୁଣିଆ ଭୁଞ୍ଜା ଭୁଞ୍ଜି ହେଲେ ଗୋଟିଏ ଭୁଞ୍ଜିଲା ନାହିଁଟେ ଯେଉଁ କୁଣିଆଟି ଭୁଞ୍ଜିଲା ନାହିଁ ମୋ ପୋଖରୀ ଖୋଳିଲା 3ଟେ ଯୋଡ଼ିଏ ପୋଖରୀ ଶୁଖା ଶୁଖି ହେଲେ ଗୋଟିଏ ଶୁଖିଲା ନାହିଁଟେ ଯେଉଁ ପୋଖରୀଟି ଶୁଖିଲା ନାହିଁ ମୋ ବାଳିଆ ରହିଲେ 3ଟେ ଯୋଡ଼ିଏ ବାଳିଆ ମରାମରି ହେଲେ ଗୋଟିଏ ମରିଲା ନାହିଁଟେ ଯେଉଁ ବାଳିଆଟି ମରିଲା ନାହିଁ ମୋ ସେଇ ତ ବାଳିଲା ନାଟେ 12 ହାତ ଲୁଗା ଗୋଟି ଚିରିଯିବ 13 ହାତ ପଡ଼ିଯିବ ତେଣୁ 13 ନମ୍ବର ସ୍ତ୍ରୀ ହେଉଛି କିଏ ରହିବ 13 ନମ୍ବର କ'ଣ ଯାଉ ଚାଲିବ ଯେଉଁଦିନ ବାହାର ଚାଲିବ 12 ଜଣ ନାରୀ ଧରି ତୁ ଭ୍ରମୁଛୁ 13ର ଚିତା ମନ 14 ନାରୀ କି ଯଦି ନ ଧରିବୁ ତୁଟିବ ଭାବନା ତେଣୁ 13 ନମ୍ବର ନାରୀ ରୋହିଣୀ ଘରକୁ ଯାଅ ଅଶୋକଳା ଦେଇଦେବ ଅବସ୍ଥା ନାହିଁ ସେ କିଛି ଆଜ୍ଞା ଆଉ
ତାପରେ ବର୍ତ୍ତମାନ ଝିଅ ଯାଇଥିଲ ଯେତେବେଳେ ଆସିଯାଇଛି ରୋହିଣୀ ଗର୍ଭେ ରୋହିଣୀ ବଳରାମଙ୍କ ଜନ୍ମ କଥା ତ ସେ କହିଛି ବଳରାମ ରହିଥିଲି ଆଜ୍ଞା ଚାଲିଗଲା। ସପ୍ତମ ଗଲା ପରେ କଂସ ସିଂହାସନରେ ବସିଛି ବିଚାର କରୁଥିଲେ ସପ୍ତମ ଗର୍ଭ ଗଲା କୁଆଡ଼େ ସମସ୍ତ ପାତ୍ରମନ୍ତ୍ରୀ ମାନେ ସକଟା ବଟା ଚାମୁଳ ମୂର୍ତ୍ତିକ ସବୁ ସୁନା ବଟା ଅଠା କହିଲେ ଦେଖ ମନ୍ତ୍ରୀଙ୍କର ମନ୍ତ୍ରାଳୟ ତ ଦେଶ ଚଳେ ସେ ମନ୍ତ୍ରୀଙ୍କ ମନ୍ତ୍ରାଳୟ ଦରକାର ବର୍ତ୍ତମାନ ମୁଁ କ'ଣ କରିବି ଇଏ ସପ୍ତମ ଗର୍ଭ ଗଲାଣି ସପ୍ତମ ଗର୍ଭଟା କୁଆଡ଼େ ବିନାଶ ହେଇଗଲା ଆଉ ଇଏ ତାପରେ ଆସିବ ଅଷ୍ଟମ ଗର୍ଭ ଏବେ କ'ଣ କରିବା ନା ବେଳ ସବୁ ତା ବାନ୍ଧ ଯେଉଁ ଭଉଣୀ ବେଳେଇକି ଏତେ ଛାଇ ଦେଉଛ ବେଖାଲ ଖିଆଲ କରିକି ଯେ ମୋ ଭଉଣୀ ବେଳେଇ ବଡ଼ ଭଉଣୀ ବେଳେଇ ତୁମେ ରାଜ୍ୟକୁ ଛାଡ଼ି ଦେଇଛ ସେ କଥା ବୁଝିବି ଏବେ ତାଙ୍କୁ ନଜର ବନ୍ଦୀରେ ରଖ ଆଜ୍ଞା ଭକ୍ତ ସେଠି କହିଲେ ଟିକେ ନଜର ବନ୍ଦୀରେ ନ ରଖିଲେ କେତେବେଳେ କେଉଁ ବର୍ଷରେ କ'ଣ ନିଜେ ନିଜେ ଜାଣିଜାଣି ମରଣ ହେଇଯିବ। ଆଜ୍ଞା ଗାଈ ଯାକ ମଙ୍ଗୁଳାଠୁ ବନ୍ଧ କେତେ ବାନ୍ଧ ଆପେ ମଲେ ଯୁଗ ବୁଡ଼େ ପର ପାଇ କାନ୍ଦ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ମଙ୍ଗଳ ମୋରତେ ଜୟ ହନୁମାନ। ଗାଈ ଯାକ ମୁକୁଳା କରିଦେଲେ ଆଉ ବନ୍ଧ ବାନ୍ଧିଲେ କ'ଣ ହେବ କେତେବେଳେ ସେ ପୁତ୍ର ଜନ୍ମ ହେବ ତତେ ବିନାଶ କରିବାର ଏତେ ସନ୍ଦେହ ନାହିଁ ତେଣୁ ସେ ଦେବକୀ ଆଉ ବସୁଦେବକୁ ନଜର ବନ୍ଦୀ ରଖିବାକୁ କ'ଣ ଗୋଡ଼ରେ ଆଉ ଗୋଡ଼ରେ ସାଙ୍କୁଳି ପୁଣି ହାତରେ ସାଙ୍କୁଳେ ଆଉ କେବେ ବଟିବା ଛାଡ଼ୁଥିବ ବାଏ ବାନ୍ଧିକି ରଖିଲା ଡିଭାଇଡ଼ କଲା ଆରେ ଡିଭାଇଡ଼ କରିଥିଲା ସ୍ୱାମୀ ସ୍ତ୍ରୀ ମିଳନ ହେଲେ ପୁଅ ଜନ୍ମ ହେବ ଏ ମୁଳୁ ମାଇଲେ ଯିବ ସାଇ ଦେବଙ୍କ ସଙ୍ଗେ କିମ୍ବା କରି ଡିଭାଇଡ଼ କରିଲେ ମିଳନ ହେବନି ପୁଅ ହେବନି ଆଉ କ'ଣ ତୁ କାହିଁ ମରିବୁ ନା ବଢ଼ିଆ ବୁଝି ମଧ୍ୟ ଥିଲ ଯେତେ ଡିଭାଇଡ଼ ହେଇଗଲେ ଦେବକୀ ଚାହିଁଲା ଇଏ ତ ଅଷ୍ଟମ ଗର୍ଭ ଚୁକ୍ର ହେବ ବା ଏ ଦୁର୍ଦାନ୍ତ ଭାଇ ପ୍ରଥମ ମରିବା ଆମେ ରକ୍ଷା ପାଇବା ଆଉ ତ ସେ କାନ୍ଦିଲା ଯେତେବେଳେ କାନ୍ଦିଲା ବସୁଦେବ ତାକୁ ବହୁତ ବୁଝେଇଛି କା ଦେଖ ଗୋଟେ ସୁନ୍ଦର କଥା କହି ମାନେ ଗପୁରି ପାରିବେ ଗୋଟେ ଛୋଟିଆ କଥା କହିବେ ମୁଁ ବିଷୟ ଛାଡ଼ିଛି ଯେତେବେଳେ ତ୍ରେତାଯୁଗର କଥା ଦେବକୀ ଶୁଣ ତ୍ରେତାଯୁଗ ତମର ଭାଇ ଯେମିତି କଂସ ଗୋଟା ରାବଣ ଥିଲା ଗୋଟା ତ୍ରେତାଯୁଗ ରାବଣ ଥିଲା ତାହାର ଗୋଟେ ଭଉଣୀ ଥିଲା ସୁପର୍ଣ୍ଣକା ସିଏ ତା ନାଁ କ'ଣ କଲା ଏ ଦିନେ ରାବଣ ରାଜସିଂହାସନରେ ରହିଛି ସବୁ ପାତ୍ରମନ୍ତ୍ରୀ ସବୁ ପଚାରିଲା ସରିଯିବା ଗୋଟେ କଥାଟା କ'ଣ ନା ତା କହିପାରିବ ନା କ'ଣ ହେଲା ନା ତା ଯେତେ ସୁନ୍ଦରୀ ଅଛନ୍ତି ମୋ ଲଙ୍କା କଟକରେ ସବୁଠୁ ସୁନ୍ଦରୀ ସିଏ ସମସ୍ତେ କହିଲେ ଆଜ୍ଞା ଯେତେ ସୁନ୍ଦରୀ ରାଣୀ ମନ୍ଦୋଦରୀଙ୍କ ଭଳିଆ ସୁନ୍ଦରୀ କେହି ନାହାନ୍ତି ସୁନ୍ଦରୀ କଥା ସରିଗଲା ତା ସୁନ୍ଦର କେତେ ଲଙ୍କା କଟକରେ ଯେତେ ସୁନ୍ଦର ଅଛନ୍ତି ସବୁଠୁ ସୁନ୍ଦର କିଏ ନା ଆପଣଙ୍କ ଭେଳି ବିଜୁ ଯିବାକୁ ଆଉ ସୁନ୍ଦର ଯାଇନାହାନ୍ତି ଆପଣଙ୍କ ଭେଳି ଯେଉଁ ସୁପର୍ଣ୍ଣକାର ସ୍ୱାମୀ ବିଜୁ ଯିବାକୁ ଆଉ ସୁନ୍ଦର ବିଜୁ ଯିବାକୁ ଆଉ ସୁନ୍ଦର କେହି ନାହିଁ ଆଉ ଏ ରାବଣ ତ ପାପା ଯାଇ ବିଜୁଜା ସବୁ ସୁନ୍ଦର ବହୁତ ସୁନ୍ଦର ନା ହଁ ତମରି କେତେ ଗୁଡ଼ିଏ ସୁନ୍ଦର ଆଉ ଆରେ ମୁଁ ତ ବିଜୁଜା କରିବାକୁ ଯାଉଛି ଏ ତ ସହଜେ ମନ ଦେଇକି ସହ ହେଉଛ କେତେବେଳେ କେଉଁ ମୁହୂର୍ତ୍ତରେ କ'ଣ ହେବ ମନ୍ଦ କରି ତା ସାଙ୍ଗେ ଯଦି ରହିଯାଏ ସେ ମୋର ଅସୁବିଧା ଯିବ ସେଠି ବେଳ ଥାନ୍ତା ମନ୍ଦ ମାନିବି ତା ପୁଅ ଇନ୍ଦ୍ରଜିତ ଦ୍ୱାରା ମାନେ ତାର ବାପା ବିଜୁଜାକୁ ମାରି ଏକାଥରେ ତ ଭେଣେଇକି ମାରିଲେ ହେଲା କିନ୍ତୁ ତା ଭେଣେଇକି ମାରିଦେଲା ଭଉଣୀ ବି ସଭା କରିଦେଲା କିନ୍ତୁ ତମ ଭାଇ କଂସ ଏ କଥା ବି କରିନି ତେଣୁ ତା ପାଇଁ କିଛି ଚିନ୍ତା କରିବା ଦରକାର ନାହିଁ ଏଇଭଳି ଭାବରେ ବୁଝାଉଥାଏ ଯେତେ ବୁଝେଇଲେ କ'ଣ ମନ ବୁଝିବ ଦେବତୀ ମା କାନ୍ଦୁଛି ବାରମ୍ବାର କାନ୍ଦୁଛି ଏ ପ୍ରଭୁ ଏ ପରମାତ୍ମା ଆମକୁ ଉଦ୍ଧାର କର ଯେତେ ଏ କଥା ଚିନ୍ତା କରୁଛି ବକ୍ତା ମହୋତ୍ସବ ସମୟରେ ଆସି ପହଞ୍ଚିଗଲେଣି ସିଏ ମଧ୍ୟ ମାନେ ବହୁତ କହିଲେ ସେ କିଛି ଆମର କହିବେ ଯେମିତି ଦେବତୀ କାନ୍ଦୁଛି ବସୁଦେବ ବୁଝାଉଛି ସପ୍ତମ ଗର୍ଭ କ୍ଷେତ୍ର ହେଇଯାଇଛି ବଳରାମଙ୍କର ଜନ୍ମ ହେଇଯାଇଛି ଆଉ ଅଷ୍ଟମ ଗର୍ଭ ବେଳକୁ ଆଉ ଯେଉଁ ବିଜୁଳି ବତୀ କନ୍ୟା ଇତ୍ୟାଦି ଆସିବ ସେ ଯେଉଁ ସୁଭଦ୍ରା ବୋଲି ଏତେ ଏପର୍ଯ୍ୟନ୍ତ ଆଜ୍ଞା ଟିଭି ନ୍ୟୁଜ୍ରେ ଚାରିଆଡ଼େ ପଚରା ଯାଉଛି ସୁଭଦ୍ରାଙ୍କର ମାଆ କିଏ ବାପ କିଏ ଆଉ ଇଏ ତ ବଳରାମ ରୋହିଣୀଙ୍କ ଗର୍ଭ ଜନ୍ମଲା ରୋହିଣୀ ପୁଅ ଦେବକୀଙ୍କଠୁ ଆସିଲା ରୋହିଣୀ ପୁଅ ହେଲା କୃଷ୍ଣ ଭଗବାନ ଆଇଲେ ଦେବକୀଙ୍କ ପାଖରେ ଆବିର୍ଭାବ ହେଲେ ଏ ଦଶହରା ପାଖରେ ନେଲେ ଦଶହରା ପୁଅ ତାଙ୍କର ଯେଉଁ ଭଉଣୀ ସୁଭଦ୍ରା ବହିଛନ୍ତି ଏ ସୁଭଦ୍ରାଙ୍କ ମାଆ କିଏ ବାପା କିଏ ଏଇଟା ଖୁବ୍ ସୁନ୍ଦର ଭାବରେ ଆମର ଭକ୍ତ ବହୁତ ବୁଝେଇବେ ଆତ୍ମା ତ ଆମେ ଯେଉଁ ସବୁ